ସକାଳ କିମ୍ବା ଅପରାହ୍ନ ସମୟର ବ୍ୟସ୍ତବହୁଳ ତଥା ଚଳଚଞ୍ଚଳ ଏକ ବିଦ୍ୟାଳୟର ବାହାରର ଦୃଶ୍ୟକୁ ମନେ ପକାନ୍ତୁ। ପିଲାମାନଙ୍କ କୋଳାହଳ ସହିତ ଗାଡ଼ି ମଟର ପେଁ ପାଁ ଶବ୍ଦ। ଉତ୍କଣ୍ଠାର ଭାବାବେଗ ସ୍ପଷ୍ଟ ବାରି ପଡ଼ୁଛି ଅନେକ ଛାତ୍ରଛାତ୍ରୀଙ୍କ ମୁଖମଣ୍ଡଳରେ। ସେମାନଙ୍କ ମଧ୍ୟରେ କାହାର ମୁହଁ ଶାନ୍ତ ସ୍ନିଗ୍ଧ ତ କେହି କେହି ସାହାଯ୍ୟ ବଦନରେ ଅନ୍ୟ ଆଡ଼କୁ ଚାହିଁ ରହିଛନ୍ତି। ଆଉ କେହି କେହି କାନ୍ଥ କିମ୍ବା ରାସ୍ତା ଆଡ଼କୁ ନିରୀକ୍ଷଣ କରିଛନ୍ତି। ଯଦିଓ ସେମାନଙ୍କର ପୋଷାକର ରଙ୍ଗ ଏକାଭଳି କିନ୍ତୁ ସେମାନଙ୍କ ମଧ୍ୟରୁ କାହାର ପୋଷାକରେ ପୁଣି ଛାଇ ପଡ଼ିଛି ତ ଆଉ କାହାର ପୋଷାକ ସୁନ୍ଦର ଭାବରେ ଆଇରନ୍ ହୋଇଛି ତ ପୁଣି କାହାର ଲୋଚାକୋଚା ହୋଇଯାଇଛି। ଲକ୍ଷ୍ୟ କରନ୍ତୁ ସେମାନଙ୍କର ଭିନ୍ନ ଭିନ୍ନ କେଶ ପ୍ରସାଧନ ଶୈଳୀକୁ। କାହାର ମୁଣ୍ଡରେ ତେଲ ଲାଗିଛି ତ କାହାର ମୁଣ୍ଡ ନୁଖୁରା। କିଏ କିଏ ମୁଣ୍ଡରେ କ୍ଲିପ୍ ମାରିଛନ୍ତି ତ ପୁଣି କିଏ କିଏ କେଶକୁ ମୁକୁଡ଼ା ଛାଡ଼ିଛନ୍ତି। ଅବଶ୍ୟ ଝିଅ ପିଲାମାନଙ୍କ କେଶ ପ୍ରାଧାନ୍ୟ ଶୈଳୀ ଟିକିଏ ଉନ୍ନତ ଧରଣର। ପିଲାମାନଙ୍କ ଜୋତାଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ରଙ୍ଗ ସିନା ଏକା ପ୍ରକାରର କିନ୍ତୁ କାହାର ପଲିସ୍ ହୋଇଛି ତ କାହାର ପଲିସ୍ ହୋଇନାହିଁ। କିଏ ଜୋତାରେ ଲେସ୍ ବାନ୍ଧିଛି ତ କିଏ ଜିପ୍ସ ଲଗାଇଛି। କିଏ ଗୋଟିଏ ଗୋଡ଼ରେ ଜୋତା ପିନ୍ଧିଛି ତ ପୁଣି ଅନ୍ୟ ଗୋଡ଼ଟି ମାଟିକୁ ସ୍ପର୍ଶ କରିପାରୁନାହିଁ। କେହି କେହି ଡିଆଁଡେଇଁ କରୁଛନ୍ତି ତ ପୁଣି କେହି କେହି ନାଚିକୁଦି ବିଦ୍ୟାଳୟ ଚାରିପାଖରେ ବୁଲୁଛନ୍ତି। ତାଙ୍କ ଭିତରୁ କେହି କେହି ହୁଇଲ୍ ଚେୟାରରେ ଯିବା ଆସିବା କରୁଛନ୍ତି ତ ପୁଣି ଅନ୍ୟ କେହି ଆଶାବାଡ଼ି ସାହାଯ୍ୟରେ। କେହି କେହି ପୁଣି ସାଙ୍ଗସାଥୀ ଅଥବା ବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହାୟତାରେ ଯିବା ଆସିବା କରୁଛନ୍ତି। ଦଳ ଦଳ ହୋଇ କେହି ଗପୁଛନ୍ତି ତ କେହି କେହି ସାଙ୍କେତିକ ଭାଷା ବ୍ୟବହାର କରି ନିଜର ଭାବ ଆଦାନ ପ୍ରଦାନ କରୁଛନ୍ତି। ବାସ୍ତବରେ ଯେକୌଣସି ବିଦ୍ୟାଳୟ ବାହାର ଦୃଶ୍ୟ ସାଙ୍କେତିକ ଭାବରେ ବିଦ୍ୟାଳୟର ସାମାଜିକ ପରିବେଶକୁ ବ୍ୟାଖ୍ୟା କରୁଛି। ବିଦ୍ୟାଳୟ ଭିତରର ବିଭିନ୍ନ ସ୍ଥାନ ଉପରେ ଟିକେ ଦୃଷ୍ଟି ପକାନ୍ତୁ। ଶ୍ରେଣୀ କକ୍ଷ, ଶିକ୍ଷଣ କାର୍ଯ୍ୟ କକ୍ଷ, ସଙ୍ଗୀତ କକ୍ଷ, ହସ୍ତଶିଳ୍ପ, ବିଜ୍ଞାନାଗାର, ପୁସ୍ତକାଳୟ, ପରାମର୍ଶଦାତା କକ୍ଷ ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରୁଥିବା ଅନ୍ତର୍ନିବେଶୀ ସମ୍ବଳ କକ୍ଷ, ସମ୍ମିଳନୀ କକ୍ଷ, ପ୍ରଧାନ ଶିକ୍ଷକଙ୍କ କକ୍ଷ, ସର୍ବୋପରି ବିଦ୍ୟାଳୟର ସମସ୍ତ ଜୀବନ୍ତ କାର୍ଯ୍ୟକଳାପଗୁଡ଼ିକୁ ଶିକ୍ଷା ଅଧିକାର ଆଇନ 2010ର ପ୍ରଣୟନ ସହିତ ଗତ ଏକ ଦଶନ୍ଧି ଧରି ପାଖ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାର ଗୁଣାତ୍ମକ ବିକାଶ ଘଟିଛି। ତଦନୁଯାୟୀ ଆଇନଗତ ତଥା ବ୍ୟବହାରିକତା ଦୃଷ୍ଟିରୁ ଅନ୍ତର୍ନିବେଶୀ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ବିକାଶ ଲାଭ ଘଟିଛି। ପ୍ରାସଙ୍ଗିକତା। ବାସ୍ତବରେ ବିଦ୍ୟାଳୟ ହେଉଛି ଏପରି ଏକ ଅନୁଷ୍ଠାନ ଯାହା ବିବିଧତାର ଯଥାର୍ଥତାକୁ ସୁଚାରୁ ରୂପେ ପ୍ରତିପାଦନ କରିଥାଏ। ଏ କଥା ଶିକ୍ଷକ ବନ୍ଧୁମାନେ ଭଲ ଭାବରେ ଜାଣନ୍ତି ଯେ ତାଙ୍କ ପାଖକୁ ଆସିଥିବା ଛାତ୍ରଛାତ୍ରୀମାନେ ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ ଯଦିଓ ସେମାନଙ୍କର ପୃଷ୍ଠଭୂମି ଅଲଗା ଅଲଗା। ଆସନ୍ତୁ ଆମ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପୃଷ୍ଠଭୂମିକୁ ବିଶ୍ଳେଷଣ କରିବା। ଭାଷା, ଲିଙ୍ଗ, ଅର୍ଥନୈତିକ, ସାମାଜିକ ପରିବେଶ, ଧର୍ମ, ଖାଦ୍ୟାଭ୍ୟାସ, ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ବୟସ, ଶିକ୍ଷଣ ଶୈଳୀ, ପ୍ରେରଣାର ଉତ୍ସ, ପ୍ରସ୍ତୁତି, ଆବେଗିକ ସ୍ୱାସ୍ଥ୍ୟ, ପାରିବାରିକ ଶିକ୍ଷା, ପାରିବାରିକ ବ୍ୟବସ୍ଥା, ସ୍ୱପ୍ନ ଓ ଆକାଂକ୍ଷା, ସଫଳତା ସ୍ତର ଇତ୍ୟାଦି। କିନ୍ତୁ ଅକ୍ଷମତା ଏକ ଅବସ୍ଥା ଯାହା ପୂର୍ବ ଆଲୋଚିତ ପୃଷ୍ଠଭୂମିଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ।
अलगा अलगा पृष्ठभूमि भिन्न भिन्न अक्षमता थाई पूर्वर चिह्नित होई किंबा न होई आम विद्यालय को आसी थांती। एथिरे तिले मात्र संदेह नहीं। आम विद्यालय को आसुथिबा अक्षमता युक्त छात्र छात्री प्रति गोष्ठी सदस्य तथा विद्यालय गुड़िकर सकारात्मक मनोभाव क्रमागत भावे वृद्धि पाइबारे लागिछि, जहा अंतर्निवेशी शिक्षा प्रति समस्तंकर ग्रहणीयता को दर्शाई थाए। साधारण शिक्षा व्यवस्था मध्यरे अक्षमता युक्त छात्र छात्री मानकु समस्त प्रकार सुविधा सुजोग उपलब्ध करा जाई अंतर्भुक्तिकरण को सुनिश्चित करैबा वर्तमान पाई एक आह्वान भावरे छिड़ा होइछि। विद्यालय सामाजिक अंतर्भुक्तिकरणर सर्वोत्कृष्ट स्थान। अक्षमता युक्त छात्र छात्री मानक सामाजिक अंतर्भुक्तिकरण को अधिक त्वरान्वित करा जाई पारिबो जेतेबेले विद्यालय गुड़िक सेमानंकु समाजर एक अविच्छेद्य अंग भावरे विवेचना करी अंतर्भुक्तिकरणर विभिन्न संभावना गुड़िक ग्रहण तथा अभ्यास करिवे। वास्तव में देखा जाए अक्षमता युक्त छात्र छात्री और सेमानक परिवार सदस्य सामाजिक अंतर्भुक्तिकरण क्षेत्र में अनेक आह्वान सम्मुखीन होइथांती। अंतर्निवेशी समाज सृष्टि प्रारंभिक अवस्था को विद्यालय द्वारा ही संभव होइथाए, जहाँ साधारण छात्र छात्री मानक अभिभावकों मानसिक चिंताधारा को अनेकांशरे प्रभावित करिपारिबो। अक्षमता युक्त छात्र छात्री मध्यरे थिबा विविधता को बुझिबा। आपण माने समस्ते भल भावरे जानिचंती जे अंतर्निवेशी शिक्षार विधि व्यवस्था मध्यरे अनेक अक्षमता युक्त छात्र छात्री आम साधारण विद्यालय गुड़िकरे पाठ पढ़ुछंती। एही समस्त छात्र छात्री एका भली ना परस्पर ठारू भिन्न से कथा जानिबा आम समस्तंको पाई एक आह्वान। ए संपर्क रे तर्जमा करिबा पूर्वरु प्रथमे जेकोसी गोटिए वर्गर अक्षमता युक्त छात्र छात्री मानक विषय अध्ययन करिबा। आमे पूर्वरु आलोचना करिछे आम विद्यालय को आसुथिबा प्रतिटी छात्र छात्री पृष्ठभूमि भिन्न भिन्न, तेणु गोटिए वर्गर अक्षमता युक्त छात्र छात्री परस्पर ठारू निश्चय अलगा हेबे। ठीक सेहीपरि सेमानकर अक्षमतार गभीरता प्रगाधटा और व्यक्तिगत सामाजिक अवस्था परस्पर ठारू निश्चय अलगा हेबो। अपर पक्षरे किछि अक्षमता युक्त छात्र छात्री यथा दृष्टिबाधित शारीरिक बौद्धिक मस्तिष्क पक्षाघात इत्यादि को बाहर को देखि सिना चिन्हट करिपारिबा, किंतु सेमानक अक्षमतार प्रघातटा को निश्चय करिपारिबा नाही। अक्षमता युक्त व्यक्ति विशेषक अधिकार नियम 2016 अंतर्गत अनेक गुड़िए अक्षमता यथा बधिर अड़बधिर स्वपरायणता निर्दिष्ट शिक्षण अक्षमता हेमोफिलिया थैलासेमिया सिकिल सेल इत्यादि रे पीड़ित व्यक्ति विशेषण को छात्र छात्री को जानिबा को हेले अक्षमता युक्त व्यक्ति विशेषण को अधिकार नियम 2016 अंतर्गत समस्त अक्षमता गुड़ी को अध्ययन करिबा आवश्यक। से जहा हेउ अक्षमतार प्रगाढ़ता निर्णय करिबा निमंते आमको अक्षमता निर्णयर निर्दिष्ट व्यवस्था को अनुपालन करिबा आवश्यक। सक्रियात्मक कार्य यह आपण मानकर स्वमूल्यांकन निमंते उद्दिष्ट। यह आपण माने एकाकी मध्य करि पारिबे। केवल सोपान परे सोपान जातु प्रारंभरू यह संपूर्ण पढ़ा को चेष्टा करंतु नहीं।
ଉଦ୍ଦେଶ୍ୟ। ଆସନ୍ତୁ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କରେ ଆମର ବୋଧଗମ୍ୟତାର ସ୍ତରକୁ ଜାଣିବା। ଭାଗ କ ନିମନ୍ତେ ଅଗ୍ରଗତି କରନ୍ତୁ। ଖାତା କଲମ ସହିତ ପ୍ରସ୍ତୁତ ରୁହନ୍ତୁ। ମନେ ମନେ ପରିକଳ୍ପନା କରନ୍ତୁ ଆପଣ ଯେଉଁ ଶ୍ରେଣୀର ଶ୍ରେଣୀ ଶିକ୍ଷକ ସେହି ଶ୍ରେଣୀର ଅକ୍ଷମତାଯୁକ୍ତ ଛାତ୍ର ଛାତ୍ରଟିଏ ପଢ଼ୁଛି। ନିମ୍ନ ପ୍ରଦତ୍ତ ଅଳ୍ପ କେତୋଟି ପ୍ରଶ୍ନର ଉତ୍ତର ଦିଅନ୍ତୁ। କ ଅକ୍ଷମତାଯୁକ୍ତ ଛାତ୍ରଟି ତା'ର ପ୍ରାପ୍ତ ବୟସରେ କ'ଣ କରିବ ଆପଣ କ'ଣ ଭାବୁଛନ୍ତି ଲେଖନ୍ତୁ। ଖ ଅର୍ଥନୈତିକ କ୍ଷେତ୍ରରେ ସେ ସ୍ୱାବଲମ୍ବୀ ହୋଇପାରିବ କି? ଗ ଏହି ସମସ୍ତ ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀ ଏକା ପ୍ରକାରର ବା ପରସ୍ପରଠାରୁ ଅଲଗା ଅଲଗା। ଘ ମୁଁ ମୋ ବିଷୟଟିକୁ ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀକୁ ପଢ଼ାଇବା ସମ୍ଭବ କି? ୱ ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ପାଠପଢ଼ା କ୍ଷେତ୍ରରେ କିଛି ସହଯୋଗ କରିପାରିବେ କି? ସମସ୍ତ ପ୍ରଶ୍ନର ଉତ୍ତର ଲେଖିବା ନିମନ୍ତେ 10ରୁ 15 ମିନିଟ୍ ସମୟ ଦିଆଯାଇପାରେ। ଅଧିକ ସମୟ ନେବା ନାହିଁ କାରଣ ଆପଣଙ୍କ ଉତ୍ତର ମୂଳ ଚିନ୍ତାଧାରାର ଗଭୀରତାରୁ ବିଚ୍ୟୁତ ହୋଇଯାଇପାରେ। 5 ବର୍ତ୍ତମାନ ଉତ୍ତରଗୁଡ଼ିକୁ ବିଶ୍ଳେଷଣ କରନ୍ତୁ। ଏହି କାର୍ଯ୍ୟଟିକୁ ଆପଣ ଆପଣଙ୍କ ଜୀବନରେ ଆସିଥିବା ଯେକୌଣସି ଅକ୍ଷମତାଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ନେଇ କରିପାରନ୍ତି। ଏଥିପାଇଁ ଆପଣ ଆପଣଙ୍କ ଜୀବନ କ୍ଷେତ୍ରରେ ଥିବା ପରିବାର ପଡ଼ୋଶୀ କାର୍ଯ୍ୟକ୍ଷେତ୍ର ବନ୍ଧୁ କିମ୍ବା ଗୋଷ୍ଠୀ ମଧ୍ୟରୁ କାହାକୁ ବି ବାଛିପାରନ୍ତି। ବିଭାଗ ଖ ବର୍ତ୍ତମାନ ଏହି ସମାନ କାର୍ଯ୍ୟଟିକୁ ଆପଣ ଆପଣଙ୍କ ବିଦ୍ୟାଳୟର ପରିସ୍ଥିତିକୁ ନେଇ ଅକ୍ଷମତା ନଥିବା ପିଲାମାନଙ୍କୁ ନେଇ ଲେଖନ୍ତୁ। କ ବିଭାଗ ଓ ଖ ବିଭାଗରେ ଲେଖାଥିବା ଉତ୍ତରଗୁଡ଼ିକୁ ତୁଳନା କରନ୍ତୁ। ଏଥିରୁ ଆମେ କ'ଣ ଶିକ୍ଷାଲାଭ କଲେ? ଉପରୋକ୍ତ ସକ୍ରିୟାତ୍ମକ କାର୍ଯ୍ୟ ଏବଂ ଏହାର ବିଶ୍ଳେଷଣ ଆମକୁ ସାଧାରଣ ଛାତ୍ରଛାତ୍ରୀ ଏବଂ ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀ ପରସ୍ପରଠାରୁ ଭିନ୍ନ କି ନୁହେଁ ସେ କଥା ବୁଝିବାରେ ସହାୟକ ହେବ। ଆମେ ଆମ ନିଜକୁ ମଧ୍ୟ ପଚାରିପାରିବା ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ ଆମେ ପ୍ରସ୍ତୁତ କି? ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀମାନଙ୍କଠାରୁ ଆମେ କିଛି ଆଶା କରିପାରିବା କି? ଯଦି ଆମେ ସେମାନଙ୍କୁ ସମସ୍ତ ପ୍ରକାର ସାଧନ ଯୋଗାଇ ଦେବା ସେମାନେ ସବୁ କିଛି କରିପାରିବେ ଏ କଥା ଆମେ ଚିନ୍ତା କରିପାରିବା କି? ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆମେ ସଫଳରୁ ସଫଳତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିପାରିବା କି? ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତେ ଏକ ଫଳପ୍ରଦ ବା ସଫଳତମ ଶୈକ୍ଷିକ ବାତାବରଣ ଦେବା ନିମନ୍ତେ ଆମେ ପ୍ରସ୍ତୁତ କି? ଏହି ଛୋଟ ସକ୍ରିୟାତ୍ମକ କାର୍ଯ୍ୟଟି ଆମକୁ ଆମ ପ୍ରସ୍ତୁତିର ସ୍ତରକୁ ବୁଝିବାରେ ନିଶ୍ଚୟ ସାହାଯ୍ୟ କରିବ। ଏହି ସମ୍ବେଦନଶୀଳ କାର୍ଯ୍ୟକ୍ରମର ସଫଳତାର ପ୍ରଥମ ସୋପାନ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କାର୍ଯ୍ୟକ୍ରମେ ଏହି କାର୍ଯ୍ୟକ୍ରମ ପ୍ରତି ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗୋଷ୍ଠୀ ସଦସ୍ୟ ସମ୍ପୃକ୍ତିକୁ ଆମେ ସୁନିଶ୍ଚିତ କରିବା। ତତ୍ପଶ୍ଚାତ୍ ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀଙ୍କ ଫଳପ୍ରଦ ଶ୍ରେଣୀକାର୍ଯ୍ୟ ଯୋଜନା ନିମନ୍ତେ ଗୋଷ୍ଠୀ ସାଧନକର୍ମୀ କିମ୍ବା ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ନେଇପାରିବା। କିନ୍ତୁ ଏହି ସମସ୍ତ ପ୍ରକ୍ରିୟାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଶା ଓ ସମ୍ମାନର ସହିତ ସ୍ୱାଗତ କରିବା ନିମନ୍ତେ ସମସ୍ତ ବିଦ୍ୟାଳୟ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ। ଉପସଂହାର ସମାପ୍ତି ଟିପ୍ପଣୀ ଜୀବନବ୍ୟାପୀ ଶିକ୍ଷଣ ସମ୍ପ୍ରଦାୟ ସୃଷ୍ଟି କରିବା। ଅନ୍ତର୍ନିବେଶୀ ଶିକ୍ଷାର ସଫଳତା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହେଉଛି ଆମ ନିଜର ଅଭିଜ୍ଞତା ତଥା ଅନୁଭୂତି।
ଜଣେ ଶିକ୍ଷକ ବା ବ୍ୟକ୍ତି ବିଶେଷ ଭାବରେ ଆମେ ଅନ୍ତର୍ନିବେଶୀ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଯଥେଷ୍ଟ ଅଧ୍ୟୟନ କରିନଥାନ୍ତି। ଏପରିକି ଆମର ସାମାଜିକ ବିଧି ବ୍ୟବସ୍ଥା ଅକ୍ଷମତାଯୁକ୍ତ ବ୍ୟକ୍ତି ବିଶେଷଙ୍କ ସଶକ୍ତିକରଣ ସମ୍ପର୍କରେ କୌଣସି ଅଭିଜ୍ଞତା ବ୍ୟାଖ୍ୟା କରିନଥାଏ। ତେଣୁ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କୁ ଅକ୍ଷମତାଯୁକ୍ତ ସ୍ୱାବଲମ୍ବୀ ବ୍ୟକ୍ତି ବିଶେଷଙ୍କ ସଶକ୍ତ ହେବାର ବିଭିନ୍ନ ମାର୍ଗ ଅଥବା ସମାଜ ସହିତ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ବା ଅନ୍ତର୍ଭୁକ୍ତିକରଣର ବିଭିନ୍ନ ଉପାୟ ଗୁଡ଼ିକୁ ଅଧ୍ୟୟନ କରିବା ଆବଶ୍ୟକ। ଅପରପକ୍ଷରେ ସାଧାରଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଅନ୍ତର୍ଭୁକ୍ତି ଶ୍ରେଣୀଗୃହ ଅଭ୍ୟାସ କାର୍ଯ୍ୟ ଇନକ୍ଲୁସିଭ୍ କ୍ଲାସରୁମ୍ ପ୍ରାକ୍ଟିସ୍ ବିକାଶ ନିମନ୍ତେ ଅନୁଭୂତି ପ୍ରଦାନ ବା ଅଧିକ ଧ୍ୟାନ ଦିଆଯାଇ ନଥାଏ। ତେଣୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ନିବେଶୀ ଶ୍ରେଣୀଗୃହ ଅଭ୍ୟାସ କାର୍ଯ୍ୟର ଅଭିଜ୍ଞତା ଦୃଷ୍ଟି ସହିତ ସାଧାରଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମର୍ଥନ କରିବା ନିମନ୍ତେ ଏକ ପ୍ରୟାସ ମାତ୍ର। ଏହା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ଅତିରିକ୍ତ ସମୟ ଦେବା ପାଇଁ ନୁହେଁ, ବରଂ ସେମାନଙ୍କର ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର ପୁନର୍ବିଚାର କରିବାର ଏକ ଅବକାଶ। ଅନ୍ତର୍ନିବେଶୀ ଅନ୍ତର୍ଭୁକ୍ତିକରଣ ଶିକ୍ଷାଦାନ ପ୍ରକ୍ରିୟାର ସଫଳ ରୂପାୟନ ନିମନ୍ତେ ଆମକୁ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପରସ୍ପର ଉପରେ ବିଶ୍ୱାସକୁ ଆଧାର କରି ଆମେ ଆଗକୁ ବଢ଼ିବା ତଥା ଅକ୍ଷମତାଯୁକ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସାଧାରଣ ଶ୍ରେଣୀକକ୍ଷରେ ଏକ ସମାନ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ସହଯୋଗ କରିବା।